ଦେଲେ ମଧ୍ୟ ଧୈର୍ଯ୍ୟର ସହିତ ଟିକେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନରେ ଶୁଣିବା। ବାବୁ ଟିକେ ଏକୁ ଟିକେ ପ୍ରଭୁ ଆମମାନଙ୍କୁ ଦୀର୍ଘ 15 ବର୍ଷ ଧରି ଏଭଳି ମାଣ୍ଡଳିକ ଭାବରେ ସଭା କରିବା ପାଇଁ ଅବକାଶ ପ୍ରଦାନ କରିଥିବାରୁ ପ୍ରଭୁଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଦିଏ। ତତ୍ସଙ୍ଗେ ମଣ୍ଡଳୀର ପାଳକ ଅବସରପ୍ରାପ୍ତ ଡିକନ ତତ୍ସହିତ ଆମ ଗାଁର 3ଟି ଚାଳକ ଗଣ ତତ୍ସଙ୍ଗେ ସଙ୍ଗେ ଷ୍ଟୁଡେଣ୍ଟ ୟୁନିୟନର କର୍ମକର୍ତ୍ତା କର୍ମକର୍ତ୍ରୀ ପୁଣି 5ଟି ଗ୍ରାମରୁ ଆସିଥିବା ସମସ୍ତ ମୋର ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ କୃତଜ୍ଞତା ଜଣାଏ। ଥ୍ୟାଙ୍କ ୟୁ। ଆସନ୍ତୁ ପ୍ରାର୍ଥନା କରିବା। ଦୟାମୟ ପ୍ରେମମୟ ସର୍ବଶକ୍ତିମାନ ପ୍ରଭୁ, ତୁମେ ଏମାନଙ୍କୁ ପ୍ରେମ କରି ଦୟା କରି ପ୍ରଭୁ ଆମମାନଙ୍କର ପାପ ଧର୍ମ ଯାହା ଅଛି ପ୍ରଭୁ ତୁମରି କୃଷର ରକ୍ତରେ ଧୌତ କରି ପରିଷ୍କାର କରି ପ୍ରଭୁ ତୁମରି ସ୍ୱର୍ଗୀୟ ବାକ୍ୟକୁ ଯାହା କେବେ ମଣିଷ ଜାଣିପାରେ ନାହିଁ, ଯାହା କେବେ ମଣିଷ ତାରି ତତ୍ତ୍ୱକୁ ଅନୁସନ୍ଧାନ କରିପାରେ ନାହିଁ, ଏଭଳି ପ୍ରଭୁ ଗୁପ୍ତ ଜ୍ଞାନକୁ ପ୍ରଭୁ ତୁମେ ଆମମାନଙ୍କୁ ପ୍ରଦାନ କରିଛ ପ୍ରଭୁ। ତେଣୁ ପ୍ରଭୁ ତୁମକୁ ଧନ୍ୟବାଦ କରୁଛି ପ୍ରଭୁ। ମୁଁ ଜଣେ ଦିନ ଦୋଡ଼ି ଦାସ ପ୍ରଭୁ, ତୁମରି ଲୋକମାନଙ୍କ ଗହଣରେ ତୁମରି ବାକ୍ୟ ଚର୍ଚ୍ଚା କରିବା ତ ଗୁରୁତ୍ୱର ବିଷୟ ବାହାରି ପଡ଼ିଯାଇଛି ମୋ ହୃଦୟରେ ପ୍ରଭୁ। ତେଣୁ ପ୍ରଭୁ ତୁମେ ତୁମରି ବାକ୍ୟକୁ ମୋ ମୁଖ ଦେଇ କଥା କହି ସମସ୍ତଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ଅନୁଗ୍ରହ କର ବୋଲି ତ୍ରାଣକାରୀ ପ୍ରଭୁ ଯୀଶୁ ନାମରେ ପ୍ରାର୍ଥନା କରୁଛୁ, ଆମେନ୍। ଏହି ସଭାଟି ଏହି ପ୍ରସଙ୍ଗଟି ମୋତେ ଅକସ୍ମାତ ଭାବରେ ପ୍ରଦାନ କରିଛନ୍ତି। ମୋର ଏଭଳି ପ୍ରସ୍ତୁତି କି ଜାଗରଣ ମଧ୍ୟ ନାହିଁ। କିଛି ଦିନ ପୂର୍ବରୁ ଆମର ଏଇଠି କୋଉ ଗାଁରେ ସଭା ହେଇଥିଲା? ନାଇଁ ଗୋପିଲି ପାଗ ବୁରୁସାଇ, ଥ୍ୟାଙ୍କ ୟୁ। ସେଇ ସଭାରେ ଆମର ସାହିର ସମସ୍ତ ଲୋକେ ଯାଉଛନ୍ତି। ସନ୍ଧ୍ୟା ଟାଇମରେ ମୋର ସ୍ତ୍ରୀ କହିଲା, ବୁଢ଼ା ତୁ ସଭାକୁ ଯାଉନୁ କି? ମୁଁ କହିଲି ନାଇଁ ବୁଢ଼ୀ, ଆଉ କି ସଭା କି ପ୍ରାର୍ଥନା କି ଉଦ୍ଯୋଗୀ କି ଆଉ କି ବାଇବଲ ପଢା ସବୁ ମୁଁ ବନ୍ଦ କରିଦେଇଛି ବୋଲି। ସେଇ ରାତ୍ର ପ୍ରଭୁଙ୍କର ସ୍ୱର୍ଗୀୟ ଦୂତ ଜଣେ ଆସି କହିଲେ, ତୋର ମୁଣ୍ଡରେ ଭୂତ ପଇଛି। ତାପରେ ସେ ମୋର ହସ୍ତରେ ମୋର ମସ୍ତକରେ ହାତ ଥୋଇ ପ୍ରାର୍ଥନା କଲେ, ଚାଲିଗଲେ। ତେଣୁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ କରୁଛି। ଏଭଳି ପ୍ରଭୁ ଆମମାନଙ୍କୁ ପ୍ରେମ କରୁଛନ୍ତି, ଦୟା କରୁଛନ୍ତି। ପ୍ରସଙ୍ଗ ଯିବା ପୂର୍ବରୁ ଗୋଟେ ଛୋଟ ଗୀତ ଗାଇବା। ଗୀତ କାହିଁକି ଗାଇ କଣ ପାଇଁ ଗୀତକୁ ଉପସ୍ଥାପନ କରନ୍ତି ବକ୍ତାମାନେ? ମାନେ ହୃଦୟରେ ଥିବା କଳଙ୍କିତ ସ୍ୱଭାବ ଅନ୍ୟମନସ୍କାନ ପ୍ରଭୁଙ୍କ ନିକଟରେ ସମର୍ପଣ ହେବା ପାଇଁ ଗୀତ ଗାଆନ୍ତି। ଜାଣି ରଖନ୍ତୁ। ଆସନ୍ତୁ ଗୀତ ଗାଇବା। ଜାଗରେ ଜଗତବାସୀ ଆସୁଛନ୍ତି ମେଘରତେ, ଜାଗରେ ଜଗତବାସୀ ଆସୁଛନ୍ତି ମେଘରତେ, ତୁରି ବାଧ୍ୟ ଧ୍ୱନି ଉଠୁଛି, ତୁରି ବାଧ୍ୟ ଧ୍ୱନି ଉଠୁଛି ସରଗର ଦୂତ ମୁଖେ, ଜାଗରେ ଜଗତବାସୀ ଆସୁଛନ୍ତି ମେଘରତେ, ଜାଗରେ ଜଗତବାସୀ ଆସୁଛନ୍ତି ମେଘରତେ। ଧନ୍ୟବାଦ। ଆସନ୍ତୁ ପ୍ରସଙ୍ଗ ଭିତରକୁ
ଯିବା ସମସ୍ତେ ସମର୍ପଣ କରନ୍ତୁ। ପ୍ରସଙ୍ଗଟି ଅଛି ସମସ୍ତ ସତ୍କର୍ମ ନିମନ୍ତେ ପ୍ରସ୍ତୁତି, କିନ୍ତୁ ମୁଁ ଦେଉନାହିଁ। କାହିଁକି? ମୁଁ ଯୁବା ଯୁବତୀ ମାନଙ୍କ ନିମନ୍ତେ ପ୍ରସ୍ତୁତ ଅଛି। ଯୁବା ଯୁବତୀ ମାନଙ୍କର କଣ ତାଙ୍କୁ ଆବଶ୍ୟକ ତା ମୁଁ କହିବା ପାଇଁ ଯାଉଛି। ତା କଣ ମାନେ ବ୍ୟଭିଚାର। ବ୍ୟଭିଚାର ବିଷୟରେ ଆଜି ଆମେ ଆଲୋଚନା କରିବା। ପ୍ରିୟ ବନ୍ଧୁ ମାନେ, ବ୍ୟଭିଚାର କଣ ମାନେ, ବ୍ୟଭିଚାର କେତେ ପ୍ରକାର? ବ୍ୟଭିଚାର ହେଉଛି 3 ପ୍ରକାର। ଆମେ ବ୍ୟଭିଚାର ଗୋଟିଏ ପ୍ରକାର ଜାଣିଛୁ, କିନ୍ତୁ ବ୍ୟଭିଚାର 3 ପ୍ରକାର। ଗୋଟିଏ ବ୍ୟଭିଚାର ହେଉଛି ଆତ୍ମିକତାର ବ୍ୟଭିଚାର, ଯେଉଁମାନେ ଆତ୍ମାଙ୍କୁ ଅବମାନନା କରନ୍ତି। ଏ ମଣ୍ଡଳୀରୁ ସେ ମଣ୍ଡଳୀ, ସେ ସ୍ପିକର ଭଲ ନାହିଁ, ଏ ସ୍ପିକର ଭଲ ନାହିଁ, ପାଷ୍ଟର ଭଲ ନାହିଁ, ଡିକନ ଭଲ ନାହିଁ। ଏହା ଏକ ବ୍ୟଭିଚାର। ବାଇବଲରେ ଲେଖା ଅଛି। ସମୟ ନାହିଁ ବୋଲି ମୁଁ ତୁମମାନଙ୍କୁ ଦେଖେଇ ପାରୁନି। ଆଉ ଗୋଟେ ବ୍ୟଭିଚାର ହେଉଛି ଭାବନାର ବ୍ୟଭିଚାର। ଭାବନାର ବ୍ୟଭିଚାର ମାନେ କଣ? ଏହା ପ୍ରାୟ ବୁଢା ବୁଢୀଙ୍କ ନିକଟରେ ଦେଖାଯାଏ। କେମିତି ମାନେ, ଘରେ କିଏ ନଥିବ, ଆଉ ଜଣେ ଯୁବତୀ କି ବୈବାହିକ ସ୍ତ୍ରୀ ଜଣେ ଥିବ ବୋଲେ ନେଙ୍ଗେଆତେ ଡାଙ୍ଗଳାନ ମାଗା ସାପ ଇଏ ରାଇଫ ନିଏ। ଏଇଟା ମଧ୍ୟ ଗୋଟେ ବ୍ୟଭିଚାର। ଜାଣି ରଖିଥାନ୍ତୁ, ମାର୍ଗ ପୁସ୍ତକରେ ସ୍ପଷ୍ଟ ଭାବରେ ଲେଖା ଅଛି। ଆଉ ଗୋଟେ ବ୍ୟଭିଚାର ହେଉଛି ଜଣେ ମାଥ୍ୟୁ 5 ପର୍ବର 32 ଟିକେ ସାହାଯ୍ୟ କରନ୍ତୁ, ପଠନ କରନ୍ତୁ। କିନ୍ତୁ ମୁଁ ତୁମମାନଙ୍କୁ କହୁଛି, ଯେ କେହି ଆପଣା ସ୍ତ୍ରୀ କି ପରିତ୍ୟାଗ କରି ଅନ୍ୟ ସ୍ତ୍ରୀକୁ ବିବାହ କରେ, ତା ମଧ୍ୟ ଏକ ବ୍ୟଭିଚାର। ଥ୍ୟାଙ୍କ ୟୁ। ବ୍ୟଭିଚାର କାହିଁକି କହୁଛି ମାନେ, ପ୍ରସଙ୍ଗକୁ ବାଦ କରି ଯୁବା ଯୁବତୀ ମାନେ ବର୍ତ୍ତମାନ ବ୍ୟଭିଚାର ଫୁଲ। କାହିଁକି? ୟୁଟ୍ୟୁବ ଦୁନିଆରେ। ଏହା ଜାଣି ରଖନ୍ତୁ। କାହିଁକି? ଏହା ତୁମମାନଙ୍କର ଶରୀରକୁ ପାସୱାର୍ଡ, ଯେମିତି ମୋବାଇଲ ଆପଣ ମାନେ ପାସୱାର୍ଡ କରୁଛନ୍ତି, ଅନ୍ୟ ଲୋକ ଚୋରି କରି ନେଇଗଲେ ମଧ୍ୟ ସେଇ ପାସୱାର୍ଡ ନଥିଲେ, ସେ ଜାଣିନଥିଲେ, ତା ଅପରେଟ ହେଇପାରିବ ନାହିଁ, ଭାଇରସ ହୋଇପାରିବ ନାହିଁ। ଏଥିପାଇଁ ମୁଁ ତୁମମାନଙ୍କୁ କହୁଛି ବ୍ୟଭିଚାର କଣ? ବ୍ୟଭିଚାର ଅନ୍ୟ ସ୍ତ୍ରୀକୁ, ନିଜ ସ୍ତ୍ରୀ ଥାଇ ଅନ୍ୟ ସ୍ତ୍ରୀକୁ ଆପଣାର କଲେ, ଶୟନ କଲେ, ତାହା ବ୍ୟଭିଚାର। ଆଉ ଗୋଟେ ବ୍ୟଭିଚାର, ବ୍ୟଭିଚାର ତ ଗଲା। ବ୍ୟଭିଚାର ଜାଣିଲେ ବ୍ୟଭିଚାର କଣ? ବ୍ୟଭିଚାର କଣ ମାନେ, ହିତୋପଦେଶ 23:29। ଜଲ୍ଦି ଜଲ୍ଦି ଟିକେ। ବ୍ୟଭିଚାର ଗୋଟିଏ କାତ। 23:29। ନା ନାଇଁ ସରି, ହିତୋପଦେଶ 23:27। କାରଣ ବେଶ୍ୟା ଗଭୀର ଗାତ, ପୁଣି ପର ସ୍ତ୍ରୀ ସଂକୀର୍ଣ୍ଣ କୂପଟେ। ପ୍ରିୟ ମୋର ଭାଇ ଭଉଣୀ, ଯୁବା ଯୁବତୀ ସମସ୍ତେ, ଯଦି ବ୍ୟଭିଚାର ଆପଣ କରୁଛନ୍ତି, ତାହା ଏକ ଗର୍ତ୍ତ କାତଟେ, ପୁଣି ସମ୍ପୂର୍ଣ୍ଣ ଭାବରେ ସଂକୀର୍ଣ୍ଣ କୂପଟେ। ଯେଉଁମାନେ ସଂକୀର୍ଣ୍ଣ କୂପରେ ପଡ଼ି ଯାଇଛନ୍ତି, ଯେଉଁମାନେ ବ୍ୟଭିଚାର ରୂପରେ କୂପରେ ପଡ଼ି ଯାଇଛନ୍ତି, ଧନ ସମ୍ମାନ ଯେତେ କ୍ଷତି ହେଲେ ମଧ୍ୟ, ସେମାନଙ୍କୁ ପ୍ରହାର କଲେ ମଧ୍ୟ, ସ୍ତ୍ରୀ ପଳେଇଲେ, ସ୍ୱାମୀ ପଳେଇଲେ, ସ୍ତ୍ରୀ ପଳେଇଲେ, ପିଲା କୁଟୁମ୍ବ ପଳେଇଲେ ମଧ୍ୟ ସେମାନେ ବ୍ୟଭିଚାର ଛାଡ଼ି ପାରନ୍ତି ନାହିଁ। ସେଇ ବ୍ୟଭିଚାର ଗର୍ତ୍ତରୁ ବାହାରି ଆସି ପାରନ୍ତି ନାହିଁ। ଏହା ଏକ ବ୍ୟଭିଚାରର ପରିଣାମ। ଆଉ ଗୋଟେ ବ୍ୟଭିଚାରର ପରିଣାମ ଦେଖନ୍ତୁ, ସେହି ପୁସ୍ତକ ହିତୋପଦେଶ 29:3। ଯେଉଁ ଲୋକ ଜ୍ଞାନକୁ ସ୍ନେହ କରେ, ସେ ଆପଣାର ପିତାକୁ ଆନନ୍ଦ କରେ। ତଳକୁ ଟିକେ ମା। ମାତ୍ର ଯେ ବେଶ୍ୟା ଗମନ କରେ, ମାତ୍ର ଯେ ବେଶ୍ୟା ମାନଙ୍କ ସହିତ ଅନୁରକ୍ତ ଥାଏ, ଆସକ୍ତ ଥାଏ, ସଙ୍ଗୀ ହୁଏ, ଆପଣାର ସମ୍ପତ୍ତି ସର୍ବସ୍ୱ ଉଡ଼ିଯାଏ।
जेते धन संपत्ति तिले मध्य जेते प्रभाव तिले मध्य महाराजा तिले मध्य जदि व्यभिचार जदि आपणकर हृदय अछि सब सर्वस्व शेष होइबो ता केई तुमको रक्षा करि पारिबे नाय व्यभिचार रो परिणाम अति भयंकर अटे जो माने व्यभिचार करंती सेमानंकर परिवार रे सब बेले अशांति थाए सब बेले गंडगोल सब बेले दुर्नीति अभाव थाए आगु अछि अन्नर अभाव अछि संपत्तिर अभाव अछि व्यभिचार कले बुझि पाछन्ते ना व्यभिचार कले एते भयंकर आशंका नाही आउ टिके तळकु देखंतु मो सहित बोलंतु हितोपदेश 6:29 व्यभिचार द्वारा अन्न मध्य सरी जाए जो राजा माने पूर्व काल रे व्यभिचार करुतिले 4-5टी स्त्री रखुतिले 4-5टी व्यभिचारी रखुतिले सेमानंक राज्य रे अन्नर अभाव देखा जाउतला सेमाने युद्ध रे परास्त होतले देखंतु हितोपदेश 6 आपण प्रतिवासी स्त्रीटारी जे व्यक्ति गमन करे से तद्रूप जे ताहाकु चुए से अदंडित नहिबो आउ टिके तळको बाबू चोर क्षुदित हुई प्राण रक्षाते जेबे चोरी करी तेबे लोके ताहाकु तुच्छ करंती नाही सॉरी 26 परंतु जेहेतु बेश्या सकाशु अन्न भाव गोटे आउ व्यभिचारिणी स्त्री मनुष्य महान प्राण को धरबा पाई मृगाय करे व्यभिचार कले मनुष्यर संपत्ति मध्य क्षति हुए या बाइबल आमानंकु स्पष्ट भाव रे प्रदान करचंती व्यभिचार कले अन्न अभाव हुए केमिति माने आज से स्त्री को आज एई राज्यर स्त्री को संपत्ति दे प्रदान करचंती आउ दिन से राज्यर स्त्री आउ दिन से नगर नारी एबडी मध्य व्यभिचार कले अन्न भाव गोटे बोली बाइबल मानंगु प्रदान करे बाइबल जो माने अध्ययन करंती जो माने बाइबल प्रति साधना करंती सेमानक जीवन धन्य सेमानक जीवन रे हुए तो टंका पैसार अभाव थाए किंतु संपूर्ण भाव रे ज्ञान परिपूर्णता है या ही प्रभुंकर इच्छा पुणे आत्मांकर चालना मते एया गुटिए कारण आउ गुटिए कारण अछि देखंतु प्रथम ग्रंथे 6:18-19 टिके साहाय्य करନ୍ତୁ व्यभिचारटारु पलायन कर मनुष्य अन्य जे कोनसी पाप करे ता शरीरर बहिर्भूत किंतु जे व्यभिचार करे से अपना निज शरीर विरुद्ध रे पाप करे अबा तुम मानक शरीर जे ईश्वर ठारु प्राप्त तुम मानकर अंतर्वासी पवित्र आत्मा को मंदिर एया कोन जान नाही आ तुमे माने निजे निजर नुह कारण तुमे माने विशेष मूल्य रे किना जाई अछ एनु तुम मानक शरीर रे ईश्वर को गौरव प्रकाश कर आमेन थैंक यू व्यभिचार ठारु पलायन कर मनुष्य अन्य जे कोनसी पाप करे ता शरीरर बहिर्भूत किंतु जो माने व्यभिचार करंती सेमानंकर शरीर विरुद्ध रे सेमाने कार्य करंती सेमानंकर शरीरर विरुद्ध रे सेमाने कार्य करंती पुणे सेमानंकर शरीर आत्मार विरुद्ध रे पाप करंती की प्रकार आज्ञा जदि जणे लोक अग्नि पिंडुला को धरी अंटारे बांधी जदि एपड़ सेपड़ दाबमान करे बुले कार क्षति निजर सेही परी जो माने व्यभिचार करंती सेमानंकर शरीर क्षति हुए सेमानंकु रोग हुए सेमानंकु परमेश्वरंकर अभिशाप हुए एबडी व्यभिचार दरकार तेनो प्रिय मोर श्रोता बंधु भाई भणी युवा युवती माने जदि आमाने व्यभिचार करी दीर्घ वर्ष कबल रे
ରହି ଯାଇଛୁ ତେବେ ଆଜିଠାରୁ ପରମେଶ୍ୱରଙ୍କର ରକ୍ତର ଦ୍ୱାରା ପ୍ରଭୁ ଆମେ ମୁଦ୍ରାଙ୍କିତ ହୋଇ ଧୌତ ହୋଇ ପରିଷ୍କାର ହୋଇ ସବୁ ପରିଷ୍କାର ହୋଇ ପ୍ରଭୁ ଆମମାନଙ୍କୁ ନିଜ ଟାଙ୍ଗଟାରେ ସମର୍ପଣ କରି ଆପଣାର ଆତ୍ମାକୁ ସମର୍ପଣ କରି ସ୍ୱୀକାର କରି ଛାଡ଼ିବାକୁ ପଡ଼ିବ। ଆଉ ଗୋଟେ ଶେଷ କଥା ମୁଁ ତୁମମାନଙ୍କୁ ସମୟ ବି ଅଳ୍ପ, ତାପରେ ଗରମର ପ୍ରଭାବ, ଏହାଦ୍ୱାରା ଆମେ ଅଧିକ ସମୟ ମନ ଇଚ୍ଛା ବାକ୍ୟ ପ୍ରଦାନ କଲେ ମଧ୍ୟ ଲୋକମାନେ ତାହା ଗ୍ରହଣ କରିପାରନ୍ତି। ତେଣୁ ସଂକ୍ଷେପରେ ଆମେ ବ୍ୟଭିଚାର ବିଷୟରେ ଆଲୋଚନା କରିବାକୁ ପଡ଼ିବ, ଆଲୋଚନା କଲେ ମଧ୍ୟ। ତେଣୁ ସମସ୍ତଙ୍କୁ ମୁଁ ଧନ୍ୟବାଦ କରୁଛି। ମୁଁ ଭାବୁନଥିଲି ସକାଳେ ଆସିଥିଲି 4-5ଟା ପିଲା, କେବଳ 4-5ଟା ପିଲା। ମୁଁ ଭାବିଲି କାହାକୁ ଶିକ୍ଷା ଦେବି, ମୋତେ ଟିକେ କଷ୍ଟ ଲାଗିଲା। ତଥାପି ଠିକ ସମୟ ବେଳକୁ ସମସ୍ତେ ମଣ୍ଡଳୀର ନିୟମକୁ ମାନି ମଣ୍ଡଳୀର ଆଜ୍ଞାକୁ ମାନି ଆସିଛନ୍ତି। ଏ ଖରା ଏ ଜାଞ୍ଜିକୁ ଆପଣାର ଶରୀରରେ ସହ୍ୟ କରି, ତେଣୁ ତୁମମାନଙ୍କୁ ମଧ୍ୟ ଧନ୍ୟବାଦ କରୁଛି। ପ୍ରିୟ ଭାଇ ଓ ଭଉଣୀମାନେ, ବ୍ୟଭିଚାର ଏକ ଭୟଙ୍କର ବିଷୟ। ଯଦି ଆମେ ବ୍ୟଭିଚାର କରି ଦୀର୍ଘ ବର୍ଷ ପଡ଼ି ଯାଇଛୁ, ଆସନ୍ତୁ ଆଜିଠାରୁ ଛାଡ଼ିଦେବା, ବ୍ୟଭିଚାର ଆଉ କରିବା ନାହିଁ। ବ୍ୟଭିଚାର ଏକ ଭୟଙ୍କର ରୋଗ ଅଟେ। ବ୍ୟଭିଚାର ଏକ ଧ୍ୱଂସ କରେ ଆତ୍ମାଙ୍କୁ, ଶରୀରକୁ ନଷ୍ଟ କରେ, ପରମେଶ୍ୱରଙ୍କର ଆତ୍ମାଙ୍କ ଠାରୁ ଆମମାନଙ୍କୁ ଦୂରକୁ ନେଇଯାଏ, ଯାହାଦ୍ୱାରା ଆମେ ଦିନେ ନର୍କରେ ପଡ଼ିବା। ଆସନ୍ତୁ ସମସ୍ତେ ଆଖି ବନ୍ଦ କରନ୍ତୁ, ଗୀତ ଗାଇ ପ୍ରାର୍ଥନା କରିବା। ଅନନ୍ତ ଜୀବନ ପତେ ମତେ ନେଇ ଯା, ଯୀଶୁ ରାଜା ମୋର ହତେ ହାତ ଧରିତା। ଅନନ୍ତ ଜୀବନ ପତେ ମତେ ନେଇ ଯା, ଯୀଶୁ ରାଜା ମୋର ପତେ ହାତ ଧରିତା। विश्वास न बरे मोरा उठे जे बहुरी, धरिता मंग मोर एबी मुझे पारी। प्रभु समस्त आखि बंद करंदु। प्रभु आमने व्यभिचार रूप कुपरू व्यभिचार रूप कादरू प्रभु हमें दीर्घ वर्ष पड़ी जाइछु प्रभु। ता केवल प्रभु तुमरी क्रूसर रक्त रे प्रभु मार्जित हो जाए, ता केवल प्रभु तुमरी क्रूसर रक्त रे परिष्कार हो जाए। प्रभु प्रभु ए मंडली रो जुहा जुवती मानंगु तुमरी हस्ते समर्पण करूछि प्रभु। आज तारु व्यभिचार प्रभु से मानंकर हृदय चली जाओ। आज तारु प्रभु पापर बंधन चिन्ह जाओ प्रभु तुमरी क्रूसर रक्त रे, तुमरी क्रूसर रक्त प्रभु से मानंकर हृदय स्पर्श करू प्रभु। ता से मानंकर जीवन रे केबे प्रभु न आसु ए बड़ी प्रभु चिंता द्वारा प्रभु। पुणी प्रभु तुमरी दास दासी मानंको जेउ प्रभु मुख बधिर होई प्रभु जुवा जुवती माने प्रभु तुमरी गौरवार्थे प्रभु सभा को आयोजन करिसंती प्रभु। से माने दिनहीन हेले मध्य असजड़ा हृदय हेले मध्य प्रभु तुमको स्वीकार करुचंती, तुमको मन पकाउचंती प्रभु। तेणु प्रभु से माननको मु धन्यवाद करछे प्रभु। एई सभा उपासना आराधना अजतार कारण न हे प्रभु जमंत प्रभु, आशीर्वाद कारण हुई प्रभु। ज्ञान बुद्धि रे परिपूर्ण हेबे समस्ते से बड़ी प्रभु तुम्हें स्पर्श कर आशीर्वाद कर प्राणकारी प्रिय प्रभु जी सुमको नाम रे प्रार्थना करूछी। आमेन। थैंक यू।